ଯେତେ ପ୍ରକାରର କ୍ଷୀରି ଅଛି ସବୁଠାରୁ ସୁଆଦିଆ ହେଉଛି ଛେନା କ୍ଷୀରି। ବିଭିନ୍ନ ପ୍ରକାରର ଛେନା ମିଠା ବି ଛେନା କ୍ଷୀରି ଆଗରେ ଫିକା ପଡ଼ିଯିବ। ଖାଇବା ପାଇଁ ତ ବହୁତ ସ୍ୱାଦିଷ୍ଟ। ଭଲ ମନ୍ଦ ପର୍ବପର୍ବାଣୀରେ ଆକୁ ଆମେ ଘରେ ତିଆରି କରିପାରିବା। ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଆକୁ ଆମେ ତିଆରି କରିବା। ଚାଲନ୍ତୁ ରେସିପି ଆରମ୍ଭ କରିବା। ଛେନା କ୍ଷୀରିକୁ ମୁଁ ଯେଉଁ ଶୈଳୀରେ ଘରେ ତିଆରି କରେ ଆଉ ବହୁତ ବଢ଼ିଆରେ ସେଇଟା ବନେ, ସେଇ ପଦ୍ଧତି ମୁଁ ଆପଣଙ୍କ ସାଙ୍ଗରେ ସେୟାର କରିବାକୁ ଯାଉଛି। ଏଠି ମୁଁ 1 ଲିଟର କ୍ଷୀରକୁ ଗରମ କରିଛି ଛେନା ଛିଣ୍ଡେଇବା ପାଇଁ। ପ୍ରଥମେ ଆମେ ଛେନାକୁ ଫୁଟିବାକୁ ଦେବା। ଛେନା କ୍ଷୀରି ପାଇଁକି ଯେତିକି କ୍ୱାଣ୍ଟିଟିର ଛେନା ଛିଣ୍ଡେଇବା ପାଇଁ କ୍ଷୀର ନେବେ, ସେତିକି କ୍ୱାଣ୍ଟିଟିର କ୍ଷୀରକୁ ଗାଢ଼ା କରିବା ପାଇଁକି ବି କ୍ଷୀର ନେବେ, ସେମ୍ କ୍ୱାଣ୍ଟିଟିର। ତାହେଲେ ଛେନା କ୍ଷୀରିଟା ପରଫେକ୍ଟ ହେବ। କ୍ଷୀରଟା ବର୍ତ୍ତମାନ ଫୁଟି ଆସିଲାଣି। ମୁଁ ଫ୍ଲେମ୍କୁ ବନ୍ଦ କରିଦେଇଛି। ଗୋଟେ ତାଟିଆରେ ମୁଁ ଭିନେଗାର ସହିତ କିଛିଟା ପାଣି ମିଶାଇ ନେଇଯାଇଛି। ତାକୁ ଟିକେ ଟିକେ କରି ଆମେ କ୍ଷୀରରେ ପକାଇକି ଛେନା ଛିଣ୍ଡେଇବା। ନର୍ମାଲି 1 ଲିଟର କ୍ଷୀର ପାଇଁକି 2 ଟେବୁଲ ସ୍ପୁନ୍ ଭିନେଗାର ସାଙ୍ଗରେ 8-10 ଚାମଚ ପାଣି ମିଶାଇକି ମୁଁ ରଖିଥିଲି ପୂର୍ବରୁ। ଭିନେଗାରର ମିକ୍ସକୁ ଟିକେ ଟିକେ କରି କ୍ଷୀରରେ ମିଶାଇକି ଆମେ ଗୋଳେଇବା। ଯେତେବେଳେ ଛେନାଟା ପ୍ରପରଲି ଛିଣ୍ଡିଯିବ, ପାଣିଟା ଅଲଗା ହେଇଯିବ, ସେତେବେଳେ ଯଦି ଭିନେଗାର କିଛି ବଞ୍ଚିଯାଉଛି ଆପଣ ତାକୁ ରଖିଦିଅନ୍ତୁ। ନେକ୍ସଟ ଥର ଯେତେବେଳେ ଛେନା ଛିଣ୍ଡେଇବେ ତାକୁ ୟୁଜ୍ କରିବେ। ଜମାରୁ ଅଧିକା ଭିନେଗାର ପକାଇବେନି, ନହେଲେ ଛେନାଟା ସଫ୍ଟ ହେବନି। ତାପରେ ଛେନାକୁ ଗୋଟେ ଆମେ ଛଣାରେ ଛାଣିକି ନେଇଯିବା। ଉପରେ କିଛିଟା ଥଣ୍ଡା ପାଣି ପକାଇଦେବା, ଯାହାଦ୍ୱାରା କି ଛେନାରେ ଥିବା ଭିନେଗାରର ଖଟା ଅଂଶଟା ପଳେଇବ। ବର୍ତ୍ତମାନ ଛେନାଟା ଛିଣ୍ଡି ସାରିଛି, ଆପଣ ଦେଖିପାରୁଥିବେ। ଆକୁ ଗୋଟେ ଛଣାରେ ଛାଣିକି ନେଇଯିବା। ଏଠି ମୁଁ ଆଉ ଗୋଟେ କଡ଼େଇରେ 1 ଲିଟର କ୍ଷୀର ବସେଇଛି। କ୍ଷୀରଟା ଫୁଟିବା ଷ୍ଟାର୍ଟ ହେଇ ଆସିଲାଣି, ଉପରେ ବବଲ୍ସ ଆରମ୍ଭ ହେଲାଣି। 1 ଲିଟର କ୍ଷୀରର ଛେନା ପାଇଁକି 1 ଲିଟର କ୍ଷୀରକୁ ଆମେ ଗାଢ଼ା କରିବା, ଯାହାଦ୍ୱାରା କି ଛେନା କ୍ଷୀରିଟା ପରଫେକ୍ଟ ହେଇକି ତିଆରି ହେବ। କ୍ଷୀରଟା ଫୁଟିବା ଷ୍ଟାର୍ଟ ହେଲାଣି। ବର୍ତ୍ତମାନ ମୁଁ ଫ୍ଲେମ୍କୁ ସ୍ଲୋ କରିଦେଇଛି। ଏଠି 4 ଚାମଚ ମୁଁ ନେଇଯାଇଛି ଚିନି। ଆଗକୁ ଆଉ ଯଦି ଦରକାର ହେବ ଆମେ ଆଉ 2-3 ଚାମଚ ଚିନି ଏଥିରେ ପକାଇବା। ଆପଣ ଆପଣଙ୍କ ସ୍ୱାଦ ହିସାବରେ ଏଥିରେ ଚିନି ପକାଇବେ। କ୍ଷୀରଟା ଯେତେବେଳେ ଫୁଟିକି ବହଳିଆ ହେଇଯିବ ନା, ସେତେବେଳେ ଚିନିଟା କମ୍ ପକାଇବା ଦରକାର, ନହେଲେ ବେଶୀ ମିଠା ହେଇଯିବ। ଯଦି ଏବେ ଆମେ ଲିଟର କ୍ଷୀରର କ୍ୱାଣ୍ଟିଟି ହିସାବରେ ଆମେ ଅଧିକା ଚିନି ନେଇଯାଉଛେ, ସେତେବେଳକୁ ଖାଇଲା ବେଳକୁ ଅଧିକା ମିଠା ଲାଗିବ। ସେଥିପାଇଁ ମୁଁ କମ୍ ଚିନି ଏଠି ପକାଇଛି। ଆକୁ ଛାଡ଼ିଦେବା ଆଉ ଫୁଟିବାକୁ ଦେବା, ତାପରେ ଚେକ୍ କରିବା। କ୍ଷୀରକୁ ଫୁଟିବାର 20 ମିନିଟ୍ ଉପରେ ହେଇସାରିଲାଣି। ମୁଁ ଫ୍ଲେମ୍କୁ ସ୍ଲୋ କରିଦେଇଛି। ଆପଣ ଦେଖିପାରୁଥିବେ କ୍ଷୀରର ମାତ୍ରାଟା କମି ଆସିଲାଣି। କଡ଼େଇଟା ଫୁଲ୍ ହେଇଥିଲା, ଅଧାରୁ ବି ଉପର ପର୍ଯ୍ୟନ୍ତ ରହିଛି କଡ଼େଇର। ଆଉ ଟିକେ ଆକୁ ଆମେ ଫୁଟେଇବା ଆଉ ମଝିରେ ମଝିରେ ଗୋଳେଇ ନେଉଥିବା। କ୍ଷୀରଟା ବର୍ତ୍ତମାନ କଡ଼େଇ ତଳକୁ ପଳେଇଲାଣି। ଏବେ ଆକୁ ଆଉ ଫୁଟେଇବା ଦରକାର ନାହିଁ। ଏଥିରେ ଆମେ ପକାଇବା ଗୁଜୁରାତି ଗୁଣ୍ଡ। ଚିନି ଟେଷ୍ଟ କରିକି ଆପଣ ଆପଣଙ୍କ ସ୍ୱାଦ ହିସାବରେ ଏବେ ଆଉ ଟିକେ ପକାଇ ପାରିବେ। ମୁଁ ଏଠି ଗୋଟେ ତଡ଼କା ପ୍ୟାନ୍କୁ ଗରମ କରୁଛି। ଏଥିରେ ଆମେ ଚିନିକୁ କ୍ୟାରାମେଲାଇଜ୍ କରିବା। ଗୋଟେ ବଡ଼ ଚାମଚ ଚିନି ମୁଁ ଏଠି ନେଇଯାଇଛି। ଟିକେ ପାଣି ଏଥିରେ ପକାଇ ନେବା, ଅଧା ଚାମଚ ଖଣ୍ଡେ। ତାପରେ ଆକୁ ଫୁଟିବାକୁ ଦେବା। ଧୀରେ ଧୀରେ ଚିନିର କଲର୍ ଚେଞ୍ଜ ହେଇ ଆସିବ ଆଉ ଚିନିଟା ଡାର୍କ ହେଇଯିବ। ବର୍ତ୍ତମାନ ଆପଣ ଦେଖିପାରୁଥିବେ ଚିନିର କଲର୍ ଚେଞ୍ଜ ହେଇସାରିଛି। ଏଥିରେ ଆମେ ଆଉ ଟିକେ ପାଣି ମିଶାଇ ଦେବା ଆଉ ଫ୍ଲେମ୍କୁ ବନ୍ଦ କରିଦେବା। ବହୁତ ଗରମ ଅଛି, ହୁସିଆରି ଏଇ ଟାଇମ୍ରେ ଟିକେ କରିବେ। ଚିନିଟାକୁ ଗୋଳେଇ ନେବା, ବହୁତ ବଢ଼ିଆ କଲର୍ ପଳେଇ ଆସିଛି। କ୍ଷୀରରେ ନେଇକି ଆକୁ ମିଶାଇ ଦେବା, ଯାହାଦ୍ୱାରା କି କ୍ଷୀରର କଲର୍ଟା ବହୁତ ବଢ଼ିଆ ଆସିବ। ଏମିତି ବି କ୍ଷୀରର କଲର୍ଟା ନା ଧଳା ନାହିଁ। ଏବେ ଆପଣ ଦେଖିପାରୁଥିବେ ସେଥିରେ ପ୍ରଥମରୁ ଆମେ ଚିନି ପକାଇଥିଲେ ନା, କ୍ଷୀର ସାଙ୍ଗରେ ଫୁଟି ଫୁଟି ଚିନିଟା କ୍ଷୀରର କଲର୍ଟା ଟିକେ ଚେଞ୍ଜ ହେଇସାରିଥିଲା। ଆଉ ଟିକେ କ୍ୟାରାମେଲାଇଜ୍ ସୁଗର ପକାଇବା ଦ୍ୱାରା ଏହାର କଲର୍ଟା ବହୁତ ବଢ଼ିଆ ଆସିବ। ମୁଁ ଟିକେ ଟିକେ କରି ପକାଉଛି, ଆପଣ ଦେଖିପାରୁଥିବେ। ଯେତିକି ଦରକାର ସେତିକି ପକାଇବେ। 15-20 ମିନିଟ୍ ପର୍ଯ୍ୟନ୍ତ ଆକୁ ଆମେ ଛାଡ଼ିଦେବା, ଯାହାଦ୍ୱାରା କି ଆର ଟେମ୍ପରେଚରଟା କମ୍ ହେଇଯିବ ଆଉ ଟିକେ ଥଣ୍ଡା ହେଇଯିବ। ଛେନାଟା ବି ପୁରା ଥଣ୍ଡା ହେଇସାରିଲାଣି। ଛେନାକୁ ମୁଁ ପାଣିରୁ ଛାଣିକି ନେଇଯାଇକି ଟିକେ ଟ୍ୟାପ୍ ତଳେ ହାଲକା କରି ନର୍ମାଲ ପାଣିରେ ଧୋଇ ନେଇଥିଲି। ବର୍ତ୍ତମାନ ଛେନାଟାକୁ ନା ହାତରେ ଚୂନା କରିଦେବା। ଯେଉଁ ଗାଢ଼ା କରିକି ଆମେ କ୍ଷୀରଟା ରଖିଥିଲେ ସେଇଟା ବି ଏବେ ଉଷୁମ ଅଛି। ଯେତେବେଳେ କ୍ଷୀର ଅଧିକା ଗରମ ଥିବ, ସେଥିରେ ଛେନା ଜମା ବି ମିଶାଇବେ ନାହିଁ। ବାକି ଯେଉଁ ଗାଢ଼ା କ୍ଷୀରଟା ବି ଛେନା ଛିଣ୍ଡିଯିବ। କାହିଁକି ନା କ୍ଷୀରଟା ଯେଉଁ ଛେନାଟା ଆମେ ଛିଣ୍ଡେଇଛେ ନା, ସେଥିରେ ଭିନେଗାର ଖଟା ଅଂଶ ଟିକେ ଟିକେ ତ ରହିଥିବ ନା। ଗରମ ଯେଉଁ କ୍ଷୀରରେ ପକାଇବା ଦ୍ୱାରା ସେଇଟା ବି ଛେନା ଛିଣ୍ଡି ଯାଇପାରେ। ସେଥିପାଇଁକି କ୍ଷୀରଟା ଯେତେବେଳେ ଉଷୁମ ଥିବ, ସେତେବେଳେ ଛେନାକୁ ଚୂନା କରିକି ସେଥିରେ ମିଶାଇ ନେବା। ଯେତେ ବି ଛେନା ଆମେ କରିଛେ ତାକୁ ସବୁ ପକାଇଦେବା। କିଛିଟା ଡ୍ରାଏ ଫ୍ରୁଟ୍ସ ସେଥିରେ ମିକ୍ସ କରିବା। ମୁଁ ଏଠି ବାଦାମ ଆଉ ପିସ୍ତାକୁ ଛୋଟ ଛୋଟ କରି କାଟିକି ରଖିଥିଲି, ତାକୁ ମିଶାଇ ନେଇଛି। ଆପଣ ଆପଣଙ୍କ ସ୍ୱାଦ ହିସାବରେ ଏଥିରେ କେଉଁ ବି ଡ୍ରାଏ ଫ୍ରୁଟ୍ସ ପକାଇ ପାରିବେ, କାରଣ ଏଇ ଟାଇମ୍ରେ କିସମିସ୍ ବି ଆପଣ ଏଥିରେ ପକାଇ ପାରିବ। ଥଣ୍ଡା ହେଇଯାଇଛି ସବୁ ଜିନିଷ ଗୁଡ଼ାକ, କ୍ଷୀର କିଛି ଫାଟିବାର ଚାନ୍ସ ବି ନାହିଁ। ଗୋଟେ ଥର ସବୁ ସାମଗ୍ରୀକୁ ଗୋଳେଇ ନେବା। ସର୍ଭ କରିବା ପାଇଁକି ଗୋଟେ ଜାଗାରେ ଆମେ ନେଇଯିବା। ଆପଣ ଚାହିଁଲେ ଫ୍ରିଜ୍ରେ ରଖିକି ଆପଣ ସର୍ଭ କରିପାରିବେ ଆକୁ, ନହେଲେ ଡାଇରେକ୍ଟ ବି ଖାଇପାରିବେ। ଆପଣ ଦେଖିପାରୁଥିବେ କେତେ ପରଫେକ୍ଟଲି ଏଇଟା ତିଆରି ହେଇଛି। ଉପରେ ଆଉ ଟିକେ ଡ୍ରାଏ ଫ୍ରୁଟ୍ସ ପକାଇ ଜାଗାଟାକୁ ଗାର୍ନିସ୍ କରିନେବା।
ବର୍ତ୍ତମାନ ଆମର ସ୍ୱାଦିଷ୍ଟ ଛେନାକ୍ଷୀରି ତିଆରି ହେଇଗଲା। ଆପଣ ଦେଖିପାରୁଥିବେ କେତେ ବଢ଼ିଆ ଏଇଟା ଦିଶୁଛି। ଏ ରାକ୍ଷୀ ପୂର୍ଣ୍ଣିମାରେ ନିଶ୍ଚୟ ଛେନାକ୍ଷୀରିକୁ ଥରେ ଟ୍ରାଏ କରନ୍ତୁ। ରେସିପି ବିଷୟରେ ଆପଣଙ୍କ ମନରେ ଯାହା ବି କ୍ୱେଶ୍ଚିନ୍ସ ଅଛି କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଏହି ପ୍ରକାର ବହୁତ ଓଡ଼ିଆ ରେସିପି ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେଇ ରାଇଟ୍ ସାଇଡ଼୍ରେ ଯେଉଁ ବେଲ୍ ଆଇକନ୍ ଅଛି ତାକୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ବେଲ୍କୁ ଅନ୍ କରନ୍ତୁ। ଯାହାଦ୍ୱାରା କି ମୁଁ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବି ତା ଆପଣମାନଙ୍କ ପାଖରେ ନୋଟିଫିକେସନ୍ ରୂପରେ ପହଞ୍ଚିଯିବ।